ଅଭିରାମ ମଲ୍ଲିକଙ୍କ ଲିଖିତ ପ୍ରସଙ୍ଗ ଅସ୍ପୃଶ୍ୟ ହିନ୍ଦୁ ନୁହନ୍ତି। ବହିଷ୍କୃତ ଶୂଦ୍ର ଆଜିର ଅସ୍ପୃଶ୍ୟ ଅଟନ୍ତି। ଏମାନଙ୍କୁ କାହିଁକି ଅସ୍ପୃଶ୍ୟ ଏବଂ ଅବହିଷ୍କୃତ କରାଗଲା, ଏହା ପଛରେ କେଉଁ କାରଣ ଥିଲା, ଏ ସମସ୍ତ ବୁଝିବାର ଆବଶ୍ୟକତା ରହିଛି। ଆରମ୍ଭରୁ କୁହାଯାଇଛି ଯେ ଆର୍ଯ୍ୟମାନଙ୍କ ସହିତ ଯେଉଁ ଦ୍ରାବିଡ଼ ବର୍ଗ ସୈନିକ ଭାବରେ ଯୁଦ୍ଧ କରିଥିଲେ, ସେମାନଙ୍କୁ ହିଁ ଆର୍ଯ୍ୟମାନେ ଘୃଣାବଶତଃ ପ୍ରତିଶୋଧ ପରାୟଣ ହୋଇ ଦଣ୍ଡ ସ୍ୱରୂପ ସମାଜରୁ ବହିଷ୍କୃତ ଅର୍ଥାତ୍ ଅଛୁଆଁ କରିଦେଲେ। ଅସ୍ପୃଶ୍ୟମାନେ ହିନ୍ଦୁ ନୁହନ୍ତି, ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି। ଅସ୍ପୃଶ୍ୟମାନେ ହିନ୍ଦୁମାନଙ୍କଠାରୁ ଅଲଗା ଅଟନ୍ତି। ସେମାନଙ୍କର ଅସ୍ତିତ୍ୱ ପୃଥକ ଅଟେ। ଅସ୍ପୃଶ୍ୟମାନେ ମଧ୍ୟ ହିନ୍ଦୁଙ୍କଠାରୁ ପୃଥକ ରୂପେ ଚଳି ଆସିଛନ୍ତି। ଏଥିରୁ ଅସ୍ପୃଶ୍ୟମାନେ ହିନ୍ଦୁଙ୍କଠାରୁ ଅଲଗା ଅଟନ୍ତି, ଏହା ବୁଝିବାରେ କୌଣସି ଅସୁବିଧା ନାହିଁ। ଅସ୍ପୃଶ୍ୟମାନେ ହିନ୍ଦୁ କେମିତି? ଯଦି ଏହି ପ୍ରଶ୍ନ କରାଯାଏ, ତେବେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଉତ୍ତର ଦେଉଛନ୍ତି। କିଛି ଲୋକ କ୍ଷେତ୍ରୀୟତାର ଆଧାର ଉପରେ ଅସ୍ପୃଶ୍ୟମାନଙ୍କୁ ହିନ୍ଦୁ କହିଥାନ୍ତି। ଏମାନେ କହୁଛନ୍ତି ଯେ ଯେଉଁମାନେ ଭାରତ ଭୂମିରେ ରହୁଛନ୍ତି, ସେମାନେ ସମସ୍ତେ ହିନ୍ଦୁ ଅଟନ୍ତି। ଏହି ଦୃଷ୍ଟିରୁ ଅସ୍ପୃଶ୍ୟମାନେ ମଧ୍ୟ ହିନ୍ଦୁ ଅଟନ୍ତି, କିନ୍ତୁ ସେମାନଙ୍କର ଏହି ଉକ୍ତି ଯୁକ୍ତି ସଙ୍ଗତ ନୁହେଁ। ଏହି ମତଲବୀମାନେ କ'ଣ ମୁସଲମାନଙ୍କୁ ହିନ୍ଦୁ ଭାବରେ ଗ୍ରହଣ କରନ୍ତି କି? ଯଦି ନୁହେଁ, ତେବେ ଏହାର କାରଣ କ'ଣ? ମୁସଲମାନେ ମଧ୍ୟ ଭାରତ ଭୂମିରେ ରହୁନାହାନ୍ତି କି? ଯଦି ଭାରତ ମାଟିରେ ଅବସ୍ଥାନ କଲେ ମଧ୍ୟ ମୁସଲମାନ, ଶିଖ, ଖ୍ରୀଷ୍ଟିଆନ ହିନ୍ଦୁ ନୁହନ୍ତି, ତେବେ ସେମାନଙ୍କର ଏହି ଯୁକ୍ତି ଭୁଲ ପ୍ରମାଣିତ ହୋଇଯାଉଛି ଯେ ହିନ୍ଦୁସ୍ତାନରେ ରହୁଥିବା ସମସ୍ତ ବ୍ୟକ୍ତି ହିନ୍ଦୁ ନୁହନ୍ତି ବୋଲି କିମ୍ବା ହିନ୍ଦୁ ଅଟନ୍ତି ବୋଲି। ଧର୍ମର ଦୁଇଟି ରୂପ ରହିଛି, ଗୋଟିଏ ସିଦ୍ଧାନ୍ତ ଓ ଅନ୍ୟଟି ଉପାସନା ପଦ୍ଧତି। ଉଭୟ ରୂପରେ ଅସ୍ପୃଶ୍ୟମାନେ ହିନ୍ଦୁ ଧର୍ମର ଅଙ୍ଗ ନୁହନ୍ତି। ଯଦି ଅସ୍ପୃଶ୍ୟମାନଙ୍କୁ ହିନ୍ଦୁ ଧର୍ମର ସୈଦ୍ଧାନ୍ତିକ ଦୃଷ୍ଟିକୋଣରୁ ହିନ୍ଦୁ ରୂପେ ଗ୍ରହଣ କରାଯାଏ, ଯେଉଁଥିରେ ଜାତିବାଦ ଛୁଆଁ ଅଛୁଆଁ ଧର୍ମର ଅଙ୍ଗ ଅଟେ, ତେବେ କୌଣସି ଅସ୍ପୃଶ୍ୟ ନା ହିନ୍ଦୁ ଧର୍ମରେ ରହିବାକୁ ଚାହିଁବ ନା ଅସ୍ପୃଶ୍ୟ ହେବାକୁ ପସନ୍ଦ କରିବ। ଛୁଆଁ ଅଛୁଆଁ ହିନ୍ଦୁ ଧର୍ମର ସୈଦ୍ଧାନ୍ତିକ ଅଙ୍ଗ ହୋଇଥିବାରୁ କୌଣସି ଅସ୍ପୃଶ୍ୟ ନିଜକୁ ହିନ୍ଦୁ ବୋଲି କହିବାକୁ ପସନ୍ଦ କରିବ ନାହିଁ। ଉପାସନା ପଦ୍ଧତିର ଆଧାର ଉପରେ ପରୀକ୍ଷଣ କରାଗଲେ ମଧ୍ୟ ଅସ୍ପୃଶ୍ୟମାନେ ହିନ୍ଦୁ ବୋଲି ବିବେଚିତ ହେବେ ନାହିଁ। ପୂଜା ପଦ୍ଧତିରେ ଅସ୍ପୃଶ୍ୟମାନେ ମଧ୍ୟ ରାମ, କୃଷ୍ଣ, ଶିବ ତଥା ଦେବୀ ଦେବତାମାନଙ୍କୁ ମାନୁଛନ୍ତି, ଅର୍ଥାତ୍ ହିନ୍ଦୁ ଏବଂ ଅସ୍ପୃଶ୍ୟମାନଙ୍କର ଉପାସନାର ବିଷୟ ସମାନ ହୋଇପାରେ। କିନ୍ତୁ ହିନ୍ଦୁମାନେ ଯେଉଁ ଦେବୀ ଦେବତାଙ୍କୁ ପୂଜା କରୁଛନ୍ତି, ଅସ୍ପୃଶ୍ୟମାନେ ମଧ୍ୟ ସେହି ଦେବାଦେବୀଙ୍କୁ ପୂଜା କରୁଥିବାରୁ ଅସ୍ପୃଶ୍ୟମାନେ ହିନ୍ଦୁ ଅଟନ୍ତି, ଏହା ଯୁକ୍ତିସଙ୍ଗତ ନୁହେଁ। ଉପାସନା ପଦ୍ଧତିରେ ସିଦ୍ଧାନ୍ତ ଦୃଷ୍ଟିରୁ ଅସ୍ପୃଶ୍ୟମାନେ ହିନ୍ଦୁ ହୋଇପାରନ୍ତିର ସିଦ୍ଧାନ୍ତ ଭୁଲ ଅଟେ, କାରଣ ଏକ ପ୍ରକାର ଉପାସନା ପଦ୍ଧତି ଗ୍ରହଣ କରିଥିବା ଲୋକେ ସେହି ଧର୍ମର ବା ସେହି ଜାତିର ହୋଇନପାରନ୍ତି। ଏହାର କାରଣ ସମାନ ଧର୍ମାବଲମ୍ବୀ ହେବାର ଅର୍ଥ ହେଉଛି ଯେ ସେମାନେ ସମାନ ଭାବରେ ସେହି ଧର୍ମର କାର୍ଯ୍ୟକଳାପରେ ଭାଗୀଦାର ହେଉଥିବେ। ଅସ୍ପୃଶ୍ୟଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ, କାରଣ ଅସ୍ପୃଶ୍ୟ ଏବଂ ହିନ୍ଦୁ ସମାନ ଉପାସନା ପାଇଁ ଗୋଟିଏ ସ୍ଥାନରେ ସମ୍ମିଳିତ ହୁଅନ୍ତି ନାହିଁ। ହିନ୍ଦୁ ଏବଂ ଅସ୍ପୃଶ୍ୟ ଉଭୟେ ଅଲଗା ଅଲଗା ଉପାସନା କରନ୍ତି। ଏହି ପ୍ରକାରେ ପୂଜା ପଦ୍ଧତି ସମାନ ହୋଇଥିଲେ ମଧ୍ୟ ସେମାନେ ବିଭିନ୍ନ ମତାବଲମ୍ବୀ ଅଟନ୍ତି। ଏହି କାରଣରୁ ଧର୍ମ ଦୃଷ୍ଟିରୁ ମଧ୍ୟ ହିନ୍ଦୁ ଏବଂ ଅସ୍ପୃଶ୍ୟମାନେ ଏକ ନୁହନ୍ତି, ଅର୍ଥାତ୍ ଅସ୍ପୃଶ୍ୟମାନେ ହିନ୍ଦୁ ନୁହନ୍ତି। ଧାର୍ମିକ ସିଦ୍ଧାନ୍ତର ଆଲୋଚନା ପରେ ବର୍ତ୍ତମାନ ଆମ୍ଭେ ସାମାଜିକ ସ୍ଥିତି ଉପରେ ବିଚାର କରିବା। ସାମାଜିକ କାର୍ଯ୍ୟରେ ଅସ୍ପୃଶ୍ୟମାନଙ୍କୁ ହିନ୍ଦୁ ଧର୍ମର ଅଙ୍ଗ ରୂପେ ପରିଗଣିତ କରାଯାଉଛି, କିନ୍ତୁ ଅସ୍ପୃଶ୍ୟମାନେ କ'ଣ ପ୍ରକୃତରେ ହିନ୍ଦୁ ସମାଜର ଅଙ୍ଗ? ଏପରି କେଉଁ ମାନବୀୟ ବନ୍ଧନ ରହିଛି ଯାହାକୁ ଭିତ୍ତି କରି ଏହା କୁହାଯାଇପାରିବ ଯେ ଅସ୍ପୃଶ୍ୟମାନେ ହିନ୍ଦୁ ସମାଜର ଅଙ୍ଗ ଅଟନ୍ତି ବୋଲି? ହିନ୍ଦୁମାନେ ସେମାନଙ୍କ ସହିତ ସମ୍ପର୍କ ରଖିବା ତ ଦୂରର କଥା, ସେମାନେ ଛୁଇଁବା କ୍ଷେତ୍ରରେ ମଧ୍ୟ ଅସ୍ପୃଶ୍ୟଙ୍କଠାରୁ ଦୂରେଇ ରହୁଛନ୍ତି। ହିନ୍ଦୁ ଏବଂ ଅସ୍ପୃଶ୍ୟ ଅଲଗା ଅଲଗା ଅଟନ୍ତି। ଏଭଳି ବ୍ୟବହାର ଛୁଇଁବାଠାରୁ ଦୂରେଇ ରହିବା ଏହି ଧାରଣାର ଜ୍ୱଳନ୍ତ ପ୍ରମାଣ ଅଟେ। ହିନ୍ଦୁମାନଙ୍କର ବିଭାଜନ ବର୍ଣ୍ଣ ଭିତରେ ହୋଇଛି, କିନ୍ତୁ ଅସ୍ପୃଶ୍ୟମାନଙ୍କର କୌଣସି ବର୍ଣ୍ଣ ନାହିଁ।
ଅର୍ଥାତ୍ ଅସ୍ପୃଶ୍ୟମାନେ ଅବର୍ଣ୍ଣ ଅଟନ୍ତି। ଯେପରି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ କଦାପି ସମାନ ହୋଇପାରିବ ନାହିଁ, ସେହିଭଳି ହିନ୍ଦୁ ଏବଂ ଅସ୍ପୃଶ୍ୟ ପରସ୍ପରଠାରୁ ସମ୍ପୂର୍ଣ୍ଣ ପୃଥକ ଅଟନ୍ତି। ଅସ୍ପୃଶ୍ୟଙ୍କୁ ଧର୍ମ ଦୃଷ୍ଟିରୁ ହିନ୍ଦୁ ବୋଲି କୁହାଯାଉଛି, କିନ୍ତୁ କେବଳ କହିବା ଦ୍ୱାରା ଏମାନେ କ'ଣ ହିନ୍ଦୁ ହୋଇଯିବେ? ହିନ୍ଦୁମାନେ ପୂଜା କରୁଥିବା ଦେବାଦେବୀମାନଙ୍କୁ ଅସ୍ପୃଶ୍ୟମାନେ ମଧ୍ୟ ପୂଜା କରୁଥିବାରୁ ସେମାନେ କ'ଣ ହିନ୍ଦୁ ଅଟନ୍ତି? ହିନ୍ଦୁ ଏବଂ ଅସ୍ପୃଶ୍ୟମାନଙ୍କ ଧର୍ମ ସମାନ ବୋଲି ଗ୍ରହଣ କରାଗଲେ ମଧ୍ୟ ଏହା ସ୍ୱୀକାର କରାଯାଇପାରିବ ନାହିଁ ଯେ ସେମାନେ ଏକ ଅଟନ୍ତି ବା ଏକ ରାଷ୍ଟ୍ର ଅଟନ୍ତି। କିଏ ନ ଜାଣେ ଯେ ଇଂରେଜ, ଜର୍ମାନୀ, ଇଟାଲିଆନ, ଡଚ୍, ପର୍ତ୍ତୁଗାଲି ଆଦି ସମସ୍ତଙ୍କର ଧର୍ମ ଏକ ଅଟେ, ଅର୍ଥାତ୍ ସେମାନେ ଖ୍ରୀଷ୍ଟିଆନ ଅଟନ୍ତି। ସେମାନଙ୍କର ଧର୍ମ ପୁସ୍ତକ ବାଇବେଲ ଏବଂ ପୈଗମ୍ବର ମଧ୍ୟ ଏକ। ସେମାନଙ୍କର ଧାର୍ମିକ ବିଶ୍ୱାସ ଏବଂ ପୂଜା ପଦ୍ଧତି ଏକ ଅଟେ। ତଥାପି କିଏ କହିପାରିବ ଯେ ଏମାନେ ସମସ୍ତେ ଗୋଟିଏ ସମ୍ପ୍ରଦାୟର ଲୋକ ଅଟନ୍ତି ବୋଲି? ଚୀନ, ଜାପାନ, ଶ୍ରୀଲଙ୍କା, ଭିଏତନାମର ଲୋକେ ବୌଦ୍ଧ ଧର୍ମୀୟ ଅଟନ୍ତି। ଏମାନଙ୍କ ଧର୍ମ ପ୍ରବର୍ତ୍ତକ ଜଣେ, ପୂଜା ପଦ୍ଧତି ଏବଂ ଅନ୍ୟାନ୍ୟ ଧାର୍ମିକ ମାନ୍ୟତା ଗୁଡ଼ିକ ଏକ ପ୍ରକାର ଅଟେ, କିନ୍ତୁ ସେମାନେ କ'ଣ ଗୋଟିଏ ସମ୍ପ୍ରଦାୟର ଲୋକ ଅଟନ୍ତି? ଏହାର ଅନ୍ୟ ଏକ ଉଦାହରଣ ମଧ୍ୟ ନିଆଯାଇପାରେ। ଆଫ୍ରିକାରେ କଳା ଏବଂ ଗୋରାଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଛି। ସେମାନଙ୍କ ବଂଶ ଅଲଗା ଅଲଗା ଅଟେ, କିନ୍ତୁ ସେମାନେ ଏକ ନୁହନ୍ତି। ତେଣୁ ଧର୍ମ ଦୃଷ୍ଟିରୁ କେହି ଏକ ହୋଇପାରିବେ ନାହିଁ। ଗୋଟିଏ ଧର୍ମ ଗ୍ରହଣ କରିଥିବା ଲୋକମାନେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇପାରନ୍ତି। ଭାରତରେ ହିଁ ଦେଖାଯାଉ ଯେପରି ଇଣ୍ଡିଆନ ଖ୍ରୀଷ୍ଟିଆନ ଏବଂ ଇଂଲଣ୍ଡ ଖ୍ରୀଷ୍ଟିଆନ। ଧର୍ମ ଏକ ହୋଇଥିଲେ ମଧ୍ୟ ଏମାନେ ଭିନ୍ନ ଭିନ୍ନ ସମାଜର ଅଟନ୍ତି। ଏହି ପ୍ରକାରେ ଯଦି ଗ୍ରହଣ କରାଯାଏ ଯେ ଧର୍ମ ଦୃଷ୍ଟିରୁ ଅସ୍ପୃଶ୍ୟ ହିନ୍ଦୁ ଅଟନ୍ତି, ଏହି ଯୁକ୍ତ ସମ୍ପୂର୍ଣ୍ଣ ଭୁଲ ଅଟେ। ଧର୍ମ ଏକତାର ପ୍ରତୀକ ନୁହେଁ। ଆମେରିକାରେ ନିଗ୍ରୋ ଏବଂ ଜର୍ମାନୀର ଆର୍ଯ୍ୟମାନଙ୍କ ଧର୍ମ ଏକ ଅଟେ। ଉଭୟ ଖ୍ରୀଷ୍ଟ ଧର୍ମାବଲମ୍ବୀ ଅଟନ୍ତି, କିନ୍ତୁ ଉଭୟଙ୍କର ସମାଜ ଅଲଗା ଅଲଗା ଅଟେ। ଉଭୟଙ୍କ ବଂଶ ଭିନ୍ନ ଭିନ୍ନ ଅଟେ। ଉଭୟଙ୍କ ସମ୍ପ୍ରଦାୟ ମଧ୍ୟ ଭିନ୍ନ ଭିନ୍ନ ଅଟେ। ଏହାର ଏକ ବିପରୀତ ଉଦାହରଣ ନିଆଯାଉ। ଯେଉଁମାନଙ୍କ ଧର୍ମ ଅଲଗା ଅଲଗା ଅଟେ, ସେମାନେ ସାମାଜିକ ଏବଂ ବଂଶଗତ ଦୃଷ୍ଟିରୁ ଏକ ସମ୍ପ୍ରଦାୟର ଲୋକ ଅଟନ୍ତି ବୋଲି। ଯେପରି ହିନ୍ଦୁ ଏବଂ ଶିଖ୍ ଗୋଟିଏ ସମ୍ପ୍ରଦାୟ କାହିଁକି? ଗୋଟିଏ ପରିବାରରେ ଜଣେ ଶିଖ୍ ଏବଂ ଅନ୍ୟ ଜଣେ ହିନ୍ଦୁ ଅଛନ୍ତି। ଏହାର ଅର୍ଥ ହେଉଛି ଧାର୍ମିକ ବିବିଧତା ବା ଭେଦଭାବ ଦ୍ୱାରା ସାମାଜିକ ବନ୍ଧନ ଛିନ୍ନ ହୁଏ ନାହିଁ। ବର୍ତ୍ତମାନ ଆମେ ହିନ୍ଦୁ ଧର୍ମ ଉପରେ ବିଚାର କରିବା। ହିନ୍ଦୁ ଧର୍ମ କଦାପି ଏକତା ଶିକ୍ଷା ଦିଏ ନାହିଁ। ହିନ୍ଦୁ ଧର୍ମ ସ୍ୱୟଂ ଅସ୍ପୃଶ୍ୟ ଏବଂ ସବର୍ଣ୍ଣକୁ ଅଲଗା ଅଲଗା ସୂଚିତ କରୁଛି। ତେଣୁ ଉଭୟ କିପରି ଏକ ହୋଇପାରିବେ? ହିନ୍ଦୁ ଧର୍ମ ତ ଅସ୍ପୃଶ୍ୟଙ୍କୁ ହିନ୍ଦୁଙ୍କ ଠାରୁ ଅଲଗା ହେବାକୁ ସ୍ୱୟଂ ଆହ୍ୱାନ ଦେଉଛି। ସାମାଜିକ ବିଭାଜନ ହିଁ ହିନ୍ଦୁ ଧର୍ମର ବାସ୍ତବିକ ଭାବନା ଅଟେ। ହିନ୍ଦୁ ଧର୍ମରେ ଜାତିଗୁଡ଼ିକ ରହିଛି କେବଳ ବିଭାଜନ ପାଇଁ। ଜାତି ପ୍ରଥା ଏବଂ ଛୁଆଁ ଅଛୁଆଁ ପ୍ରତ୍ୟେକ ହିନ୍ଦୁ ପକ୍ଷରେ ମାନିବା ଅନିବାର୍ଯ୍ୟ ଅଟେ। ହିନ୍ଦୁ ଧର୍ମରେ କେବଳ ଜାତି ପ୍ରଥା ଏବଂ ଛୁଆଁ ଅଛୁଆଁ ମାନିବା ଅନିବାର୍ଯ୍ୟ ନୁହେଁ, ପରନ୍ତୁ ଜାତି ଅନୁସାରେ ଆଚରଣ କରିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ଅଟେ। ଅସ୍ପୃଶ୍ୟଙ୍କ ସମ୍ପର୍ଣ୍ଣଙ୍କ ଠାରୁ ଅଲଗା ରହିବା କିମ୍ବା ରଖିବାର ରେଖା କୌଣସି କାଳ୍ପନିକ ରେଖା ନୁହେଁ। ଏହାକୁ କୌଣସି ହିନ୍ଦୁ ମାନନ୍ତୁ ବା ନ ମାନନ୍ତୁ, ଏମାନଙ୍କ ମଧ୍ୟରେ ଥିବା ସେହି ରେଖାକୁ ଅତିକ୍ରମ କରିବା ପାଇଁ କେହି ଚେଷ୍ଟା କରିପାରିବେ ନାହିଁ। ଏହି ବିଭାଜନ ଧାର୍ମିକ ବିଶ୍ୱାସ ଉପରେ ଆଧାରିତ ଅଟେ। ଏହାର ଅନ୍ୟ ନାମ ସାମାଜିକ ପାର୍ଥକ୍ୟ ଅଟେ। ସାମାଜିକ ପାର୍ଥକ୍ୟକୁ ଧାର୍ମିକ ସ୍ୱୀକୃତି ପ୍ରାପ୍ତ ହୋଇଛି। ଏଥିପାଇଁ ହିନ୍ଦୁ ଧର୍ମ ଥିବା ଯାଏଁ ଭେଦଭାବ ରହିବ। ହିନ୍ଦୁ ଧର୍ମ ପ୍ରଚଳିତ ଥାଇ ଭେଦଭାବ ସମାପ୍ତ ହୋଇପାରିବ ନାହିଁ। ହିନ୍ଦୁ ଧର୍ମ ହିଁ ହିନ୍ଦୁ ଏବଂ ଅସ୍ପୃଶ୍ୟଙ୍କୁ ଏକ ହେବାର ମାନ୍ୟତା ଦେଇନାହିଁ। ସିଦ୍ଧାନ୍ତ ଏବଂ ବ୍ୟବହାର ଉଭୟ ଦୃଷ୍ଟିରୁ ଅସ୍ପୃଶ୍ୟ ହିନ୍ଦୁମାନଙ୍କ ଠାରୁ ଭିନ୍ନ ଅଟନ୍ତି। ଉଭୟଙ୍କ ଅସ୍ତିତ୍ୱ ଅଲଗା ଅଲଗା ଅଟେ। ଏହା ପ୍ରଥମରୁ କୁହାଯାଇଛି ଯେ ଅସ୍ପୃଶ୍ୟମାନେ ଭାରତର ମୂଳ ନିବାସୀଙ୍କ ବଂଶଜ ଏବଂ ହିନ୍ଦୁମାନେ ବାହାରୁ ଆସିଥିବା ଆର୍ଯ୍ୟଙ୍କ ବଂଶଜ ଅଟନ୍ତି। ଏହି ଦୃଷ୍ଟିରୁ ହିନ୍ଦୁ ଏବଂ ଅସ୍ପୃଶ୍ୟ ଦୁଇଟି ଅଲଗା ଅଲଗା ବଂଶର ଅଟନ୍ତି। ଏହି ବିଚାର ଦୃଷ୍ଟିରୁ ମଧ୍ୟ ଅସ୍ପୃଶ୍ୟ ହିନ୍ଦୁ ନୁହନ୍ତି। ଭାରତୀୟ ଏବଂ ବିଦେଶୀ ବିଚାରକଗଣ, ସମାଜ ଶାସ୍ତ୍ରୀଗଣ ତଥା ଜାତି ବିଜ୍ଞାନୀ ଏବଂ ଲେଖକଙ୍କ ମଧ୍ୟରେ ଡକ୍ଟର ଆମ୍ବେଦକରଙ୍କ ସ୍ଥାନ ସର୍ବୋଚ୍ଚ ରୂପରେ ଗ୍ରହଣ କରାଯାଉଛି। ଡକ୍ଟର ଆମ୍ବେଦକର ଜାତିବାଦର ଚରମ ଭୁକ୍ତଭୋଗୀ ଥିଲେ। ଏଥିପାଇଁ
ସେ ଏହି ବିଷୟରେ ଅତି ଗଭୀରକୁ ଯିବାକୁ ପ୍ରଯତ୍ନ କରିଛନ୍ତି। କିଛି ଲୋକ ହିନ୍ଦୁ ବିଦେଶୀ ଅଟନ୍ତି। ପାଠ କରିବା ପରେ ଜିଜ୍ଞାସା ପ୍ରକଟ କରୁଛନ୍ତି ଯେ ଡକ୍ଟର ଆମ୍ବେଦକର କ'ଣ ଏକଥାକୁ ସମର୍ଥନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଡକ୍ଟର ଆମ୍ବେଦକରଙ୍କର ବିଚାର ପରବର୍ତ୍ତୀ ପୃଷ୍ଠାମାନଙ୍କରେ ଉପସ୍ଥାପନା କରାଯାଉଛି। ଡକ୍ଟର ଆମ୍ବେଦକର ମଧ୍ୟ ଏହି ନିଷ୍କର୍ଷକୁ ସମର୍ଥନ କରିଛନ୍ତି। ଡକ୍ଟର ଆମ୍ବେଦକର ସ୍ୱୟଂ ଅସ୍ପୃଶ୍ୟ ଥିଲେ। ତାଙ୍କର ଆବିଷ୍କାର ସର୍ବାଧିକ ପ୍ରାମାଣିକ ରୂପେ ଗ୍ରହଣ କରାଯାଏ। ସେ ମଧ୍ୟ ଅସ୍ପୃଶ୍ୟମାନଙ୍କୁ ହିନ୍ଦୁ ରୂପେ ଗ୍ରହଣ କରିନାହାନ୍ତି। ତାଙ୍କର ସ୍ପଷ୍ଟ ମତ ହେଉଛି ଯେ ଅସ୍ପୃଶ୍ୟ ହିନ୍ଦୁ ନୁହନ୍ତି। ସେ କଂଗ୍ରେସ ଓ ଗାନ୍ଧୀଙ୍କ ଅସ୍ପୃଶ୍ୟ ପାଇଁ କ'ଣ କରିଛନ୍ତି। ପୁସ୍ତକର 8ମ ଅଧ୍ୟାୟରେ ଅସ୍ପୃଶ୍ୟଙ୍କୁ ବ୍ୟାଖ୍ୟା କରିବାକୁ ଯାଇ ନିର୍ଦ୍ଧାରଣ କରିଛନ୍ତି ଯେ ଅସ୍ପୃଶ୍ୟ ହିନ୍ଦୁ ନୁହନ୍ତି। ତାଙ୍କର ଦି ଅନଟଚେବଲ୍ସ ପୁସ୍ତକରେ ସେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଯେ ଅସ୍ପୃଶ୍ୟ କିଏ ଏବଂ ସେମାନେ କିପରି ସ୍ପୃଶ୍ୟ ହେଲେ। ଏଥିରେ ମଧ୍ୟ ସେ ନିର୍ଦ୍ଧାରଣ କରିଛନ୍ତି ଯେ ଅସ୍ପୃଶ୍ୟମାନେ ହିନ୍ଦୁ ନୁହନ୍ତି। ହ୍ୱାଟ୍ କଂଗ୍ରେସ ଆଣ୍ଡ ଗାନ୍ଧୀ ହାଭ୍ ଡନ୍ ଟୁ ଅନଟଚେବୁଲ୍ ପୁସ୍ତକରେ ସେ ଧର୍ମ ଏବଂ ସାମାଜିକ ବ୍ୟବହାରର ଆଧାର ଉପରେ ବ୍ୟାଖ୍ୟା କରି କହିଛନ୍ତି ଯେ ଅସ୍ପୃଶ୍ୟ ଏବଂ ହିନ୍ଦୁ ଗୋଟିଏ ସମାଜର ନୁହନ୍ତି, ଉଭୟେ ଅଲଗା ଅଲଗା ଅଟନ୍ତି। ଦ ଅନଟଚେବୁଲ୍ସ ପୁସ୍ତକରେ ସେ ଅସ୍ପୃଶ୍ୟଙ୍କ ଉତ୍ପତ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହି ବର୍ଣ୍ଣନା ଅନୁସାରେ ଅସ୍ପୃଶ୍ୟମାନେ ଅନାର୍ଯ୍ୟ ଆଦିବାସୀ ଏବଂ ଦ୍ରାବିଡ଼ଙ୍କ ବଂଶଜ ଅଟନ୍ତି। ସେ ଏହି ପୁସ୍ତକରେ ଅସ୍ପୃଶ୍ୟଙ୍କ ଉତ୍ପତ୍ତିର ନିର୍ଦ୍ଧାରଣ ଉପରେ ଯେଉଁ ଅକାଟ୍ୟ ତଥ୍ୟ ଉପସ୍ଥାପନ କରିଛନ୍ତି, ଅସ୍ପୃଶ୍ୟଙ୍କ ଉପରେ ଏଭଳି ଗଭୀର ଅଧ୍ୟୟନ କରିଥିବା ଅନ୍ୟ କୌଣସି ଲେଖକ ଉପଲବ୍ଧ ନୁହନ୍ତି। ଏହି ପୁସ୍ତକରେ ସେ ଯେଉଁ ନିଷ୍କର୍ଷ ବାହାର କରିଛନ୍ତି ତାହା ନିମ୍ନ ପ୍ରକାରର ଅଟେ। 1. ଅସ୍ପୃଶ୍ୟମାନେ ଗାଁ ବାହାରେ ରହୁଛନ୍ତି। ଡକ୍ଟର ଆମ୍ବେଦକର ଗୋଟିଏ ପ୍ରଶ୍ନ ଉଠାଇଛନ୍ତି ଯେ ଅସ୍ପୃଶ୍ୟମାନେ ଗାଁ ବାହାରେ କାହିଁକି ରହୁଛନ୍ତି। ସେ ଏହାର ଉତ୍ତର ନିଜେ ଦେଇଛନ୍ତି। ମନୁସ୍ମୃତିରେ ବ୍ୟବସ୍ଥା ଅଛି ଯେ ଅସ୍ପୃଶ୍ୟମାନେ ଗାଁ ବାହାରେ ରହିବେ। କୁକୁର ଏବଂ ଗଧ ତାଙ୍କର ସମ୍ପତ୍ତି ହେବ। ସେମାନେ ଲୁହାରେ ନିର୍ମିତ ଗହଣା ପରିଧାନ କରିବେ। ସେମାନେ ନିଜ ଜାତି ମଧ୍ୟରେ ହିଁ ବିବାହ କରିବେ। ସେମାନେ ହିନ୍ଦୁମାନଙ୍କ ସହିତ ଧାର୍ମିକ କାର୍ଯ୍ୟକ୍ରମ ଗୁଡ଼ିକରେ ସମ୍ମିଳିତ ହେବ ନାହିଁ ଏବଂ ଏମାନଙ୍କୁ ସଚିହ୍ନ ରହିବାକୁ ହେବ। ଅସ୍ପୃଶ୍ୟଙ୍କ ସହିତ ଏଭଳି ବ୍ୟବସ୍ଥା କାହିଁକି କରାଯାଇଛି। ଡକ୍ଟର ଆମ୍ବେଦକରଙ୍କର ମତ ହେଉଛି ଏହି ବ୍ୟବସ୍ଥା ମଧ୍ୟବର୍ତ୍ତୀ ସମୟରେ କରାଯାଇ ନାହିଁ। ଏଭଳି ନୁହେଁ ଯେ ପ୍ରଥମରେ ଏମାନେ ସମ୍ମିଳିତ ହୋଇ ରହୁଥିଲେ ଏବଂ ପରେ ଏମାନଙ୍କୁ ଅସ୍ପୃଶ୍ୟ କରାଇ ଗାଁର ବାହାରେ ରଖାଇ ଦିଆଗଲା। ଏମାନଙ୍କୁ ଆରମ୍ଭରୁ ହିଁ ଗାଁ ବାହାରେ ରଖାଯାଇଛି। ଡକ୍ଟର ଆମ୍ବେଦକରଙ୍କର ମତ ହେଉଛି ଏମାନେ ଯାଯାବର ଲୋକ ଥିଲେ ଯେଉଁମାନଙ୍କର ହିଁ କୌଣସି ଠିକଣା ନଥିଲା। ଏହି ଯାଯାବର ଜାତିଗୁଡ଼ିକ ଯୁଦ୍ଧରତ ରହୁଥିଲେ, ଯେଉଁମାନେ କି ସ୍ଥାୟୀ ଭାବରେ ରହୁଥିବା ଜାତିଗୁଡ଼ିକ ସହିତ ଲଢ଼ୁଥିଲେ ଏବଂ ଲୁଚିଛପି ଯୁଦ୍ଧ କରୁଥିଲେ। ଏହି ଯାଯାବର ଲୋକ କେଉଁମାନେ, ଏହାର ଉତ୍ତର ପରେ ଦିଆଯିବ। କିନ୍ତୁ ଏମାନେ ଗାଁ ବାହାରେ କିପରି ରହିଲେ, ଏହା ଉପରେ ବିଚାର କରିବା ଆବଶ୍ୟକ। ପ୍ରଥମ କଥା ହେଉଛି ଏହି ଯାଯାବର ଲୋକମାନେ ଭିନ୍ନ ରକ୍ତର ଏବଂ ଭିନ୍ନ ବଂଶର ଥିଲେ। ଏମାନଙ୍କୁ ଦୂରେଇ ରଖିବା ପାଇଁ ଅଲଗା ବସତି ଜରୁରୀ ଥିଲା। ଆମ୍ବେଦକରଙ୍କର ମତରେ ସ୍ଥାୟୀ ବାସିନ୍ଦାଙ୍କ ସମ୍ମୁଖରେ ସୁରକ୍ଷାର ପ୍ରଶ୍ନ ମଧ୍ୟ ଥିଲା। ସ୍ଥାୟୀ ଭାବରେ ରହିବା ଉଭୟଙ୍କ ଆବଶ୍ୟକ ଥିଲା, କାରଣ ଯାଯାବର ଲୋକେ ମଧ୍ୟ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ଏଥିପାଇଁ ସ୍ଥାୟୀ ଲୋକମାନେ ଯାଯାବର ଲୋକଙ୍କୁ ଗାଁରେ ବାସ କରିବାକୁ ଅନୁମତି ଦେଇଦେଲେ, କିନ୍ତୁ ରକ୍ତର ପବିତ୍ରତା ବଜାୟ ରଖିବା ପାଇଁ ସେମାନଙ୍କୁ ଗାଁର ବାହାରେ ରଖାଇ ଦିଆଗଲା। ଏହି ବାହାରର ଲୋକେ ଗାଁର ସୁରକ୍ଷା ନିମନ୍ତେ ପହରାଦାରୀ ମଧ୍ୟ କରୁଥିଲେ। ଏହି ବାହାରେ ରହୁଥିବା ଲୋକଙ୍କ ଖାଇବା ସମସ୍ୟା ମଧ୍ୟ ସମାଧାନ ହୋଇଗଲା। ସେଥିପାଇଁ ନିୟମ ତିଆରି କରାଗଲା, ଏହି ଯାଯାବର ଲୋକେ ଗାଁର ବାହାରେ ରହିବେ, ଗାଁକୁ ଏକ ସୁରକ୍ଷିତ ପ୍ରାଚୀର ମଧ୍ୟରେ ରହିବେ। ଏହି ବାହାରେ ରହୁଥିବା ଲୋକେ ଗାଁର ସୁରକ୍ଷା ପାଇଁ ପହରାଦାରୀ କରିବେ। ଏମାନେ ଗାଁରୁ ଖାଦ୍ୟ ମାଗି ନିଜର ଉଦର ପୂରଣ କରିବେ। ଏମାନେ ମୃତ ପଶୁମାନଙ୍କୁ ଉପଯୋଗ କରିବେ ଏବଂ ଗ୍ରାମବାସୀଙ୍କ ଠାରୁ ଅନ୍ନ ମାଗି ଏକାଠି କରିବେ। ଡକ୍ଟର ଆମ୍ବେଦକରଙ୍କ ମତରେ ଗ୍ରାମର ବାହାରେ ବାସ କରୁଥିବା ଏହି ଲୋକେ ଗାଁର ସ୍ଥାୟୀ ବାସିନ୍ଦାଙ୍କ ଠାରୁ ଅଲଗା ଜାତିର ଥିଲେ। ଦ୍ୱିତୀୟ ହେଲା, ଏହି ବିଜ୍ଞପ୍ତି
ବିକ୍ଷିପ୍ତ ହୋଇ ରହୁଥିବା ଲୋକମାନେ କିଏ? ଡକ୍ଟର ଆମ୍ବେଦକର ଏହା ଉପରେ ବିଚାର ବ୍ୟକ୍ତି କରି କହନ୍ତି ଯେ ଏହି ଲୋକମାନେ ପରାଜିତ ଥିଲେ। ଯେତେବେଳେ ବାହ୍ୟ ଆକ୍ରମଣକାରୀମାନେ ଏମାନଙ୍କ ଉପରେ ଆକ୍ରମଣ କଲେ ଏବଂ ଏମାନଙ୍କର ବସ୍ତିଗୁଡ଼ିକ ଧ୍ୱଂସ କରିଦେଲେ, ଏମାନେ ବାସହୀନ ଏବଂ ବିଭକ୍ତ ହୋଇ ଯାଯାବର ହୋଇଗଲେ। ପୂର୍ବରୁ ବର୍ଣ୍ଣନା କରାଯାଇଛି ଯେ ଆର୍ଯ୍ୟମାନେ ବାହାରର ଲୋକ ଥିଲେ, ଯେଉଁମାନେ ଭାରତର ମୂଳ ନିବାସୀଙ୍କ ଉପରେ ଆକ୍ରମଣ କଲେ ଏବଂ ଏମାନଙ୍କୁ ପରାଜିତ କଲେ। ପରାଜିତ ମାନେ ଦୁଇ ପ୍ରକାରର ଲୋକ ଥିଲେ। ପ୍ରଥମ ପ୍ରକାରର ଲୋକେ ପେଶାଦାର ଥିଲେ ଏବଂ ଦ୍ୱିତୀୟ ପ୍ରକାରର ଲୋକେ ଅପେଶାଦାର, ଯେଉଁମାନେ କେବଳ ଲଢ଼ିବା କାର୍ଯ୍ୟ କରୁଥିଲେ। ଯେଉଁମାନେ ପେଶାରେ ବ୍ୟବସାୟୀ ଥିଲେ, ସେମାନଙ୍କ ନିକଟରେ ଆର୍ଯ୍ୟମାନଙ୍କର ସବୁ ସମୟରେ ଆବଶ୍ୟକତା ପଡ଼ୁଥିଲା, କିନ୍ତୁ ଯେଉଁମାନେ ଏମାନଙ୍କ ସହିତ ଲଢ଼ିଥିଲେ ସେହିମାନେ ହିଁ ଯାଯାବର ହୋଇଯାଇଥିଲେ। ଏଥିପାଇଁ ଯେତେବେଳେ ସ୍ଥାୟୀ ବସତି ସ୍ଥାପନ ବ୍ୟବସ୍ଥା ହେଲା, ଲଢ଼ାଇ କରୁଥିବା ଏହି ସୈନିକ ବର୍ଗର ଲୋକମାନଙ୍କୁ ସ୍ପର୍ଶ ପର୍ଯ୍ୟନ୍ତ ବର୍ଜିତ କରାଗଲା। ଡକ୍ଟର ଆମ୍ବେଦକର ଏହି ବିକ୍ଷିପ୍ତ ଲୋକଙ୍କୁ ଭାରତର ମୂଳ ନିବାସୀ ରୂପେ ମାନିଛନ୍ତି, ଯେଉଁମାନେ କି ଆକ୍ରମଣକାରୀଙ୍କ ଦ୍ୱାରା ପରାଜିତ ହୋଇଥିଲେ। ସେ ପୂର୍ବରୁ ସ୍ପଷ୍ଟ କରିଅଛନ୍ତି ଯେ ଅସ୍ପୃଶ୍ୟମାନେ ଅନାର୍ଯ୍ୟ ଅଟନ୍ତି, ଦ୍ରାବିଡ଼ ଅଟନ୍ତି ଏବଂ ଭାରତର ମୂଳ ନିବାସୀ ଅଟନ୍ତି। ତାଙ୍କର ମତ ହେଉଛି ଯେ ଆର୍ଯ୍ୟମାନେ ଦ୍ରାବିଡ଼ଙ୍କୁ ପରାଜିତ କଲେ ଏବଂ ଏମାନଙ୍କୁ ଅସ୍ପୃଶ୍ୟ କରିଦେଲେ। ଏହି ପରାଜିତ ଦ୍ରାବିଡ଼ ଲୋକମାନେ କିପରି ଏବଂ କାହିଁକି ଅସ୍ପୃଶ୍ୟ ହେଲେ, ଡକ୍ଟର ଆମ୍ବେଦକର ତାହାର ମଧ୍ୟ ବର୍ଣ୍ଣନା କରୁଛନ୍ତି। 1 ନମ୍ବର ହେଲା, ଯେଉଁ ସମୟରେ ବିକ୍ଷିପ୍ତ ଲୋକମାନେ ଗାଁ ବାହାରେ ରହିଗଲେ, ଏମାନଙ୍କ ପ୍ରତି ଘୃଣା କରିବା ମୂଳରେ ଦ୍ୱେଷଭାବ ଥିଲା। ଦ୍ୱେଷଭାବ କାରଣରୁ ହିଁ ଏମାନଙ୍କୁ ଅଲଗା ରଖାଯାଉଥିଲା। ସେହି ସମୟରେ ଏମାନଙ୍କ ସହିତ ବିଦ୍ୱେଷ ଭାବ ଥିଲା, ଛୁଆଁ ଅଛୁଆଁ ଭାବ ନୁହେଁ। ଦ୍ୱିତୀୟ, ଏମାନଙ୍କଠାରେ ଅଛୁଆଁ ଭାବ ପରେ ଆସିଲା, ଅର୍ଥାତ୍ ଏମାନଙ୍କୁ ଆର୍ଯ୍ୟ ହିନ୍ଦୁମାନେ ଶତ୍ରୁତା ଦୃଷ୍ଟିରୁ ଅଛୁଆଁ ରୂପେ ଦେଖିବାକୁ ଲାଗିଲେ। ଡକ୍ଟର ଆମ୍ବେଦକର ଏହାର 2ଗୋଟି କାରଣ ଦର୍ଶାଇଛନ୍ତି। ପ୍ରଥମଟି ହେଲା ଏହି ବହିଷ୍କୃତ ଲୋକମାନେ ମୃତ ପଶୁର ମାଂସ ଖାଇବା ଏବଂ ଦ୍ୱିତୀୟଟି ହେଲା ହିନ୍ଦୁ ଧର୍ମଠାରୁ ଅଲଗା ହୋଇ ବୌଦ୍ଧ ଧର୍ମୀ ହେବା। ଡକ୍ଟର ଆମ୍ବେଦକରଙ୍କର ମତରେ ପ୍ରଥମେ ସମସ୍ତେ ହିନ୍ଦୁ ଏବଂ ବ୍ରାହ୍ମଣ ବଡ଼ ଆଗ୍ରହରେ ଗାଈର ମାଂସ ଖାଉଥିଲେ। ଏମାନେ ହିଂସ୍ର ଥିଲେ ଏବଂ ଏମାନଙ୍କର ସାଧୁ ଆଶ୍ରମମାନ କଂସେଇଖାନା ହୋଇଥିଲା। ଗୌତମ ବୁଦ୍ଧ ଏହି ହିଂସା କରୁଥିବା ଲୋକଙ୍କ ବିରୁଦ୍ଧରେ ସ୍ୱର ଉଠାଇଲେ ଏବଂ ଜୀବ ହତ୍ୟାର ବିରୋଧ କଲେ। ସମାଜ ଗୌତମ ବୁଦ୍ଧଙ୍କୁ ଅନୁସରଣ କଲା ଏବଂ ହିନ୍ଦୁମାନଙ୍କୁ ଘୃଣା କରିବାକୁ ଲାଗିଲା। ଏହି ପରିସ୍ଥିତିରେ ନିଜକୁ ସାମାଜିକ ତିରସ୍କାରରୁ ବଞ୍ଚାଇବା ପାଇଁ ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଠାରୁ ଅଧିକ ଅହିଂସକ ହେବାକୁ ବାଧ୍ୟ ହେଲେ। ସମୟକ୍ରମେ ଏମାନେ ବୌଦ୍ଧମାନଙ୍କ ଠାରୁ ମଧ୍ୟ ଅହିଂସାରେ ଜିତିଗଲେ, କାରଣ ବୁଦ୍ଧ ହିଂସା ନ କରିବାରୁ ଅନିବାର୍ଯ୍ୟ କରିଥିଲେ। ଭିକ୍ଷାରେ ମିଳୁଥିବା ମାଂସ ଖାଇବାକୁ ସମ୍ମତି ଦେଇଥିଲେ। ବ୍ରାହ୍ମଣମାନେ କିନ୍ତୁ ସମ୍ପୂର୍ଣ୍ଣ ରୂପେ ଅହିଂସକ ଏବଂ ଶାକାହାରୀ ହୋଇଗଲେ। କେବଳ ଏତିକି ନୁହେଁ, ଏମାନେ ବୌଦ୍ଧମାନଙ୍କୁ ମାଂସାହାରୀ କହି ଘୃଣା କରିବାକୁ ଲାଗିଲେ ଏବଂ ଏ କ୍ଷେତ୍ରରେ ଅନେକାଂଶରେ ସଫଳ ମଧ୍ୟ ହେଲେ। ତୃତୀୟ, ବହିଷ୍କୃତ ଲୋକମାନେ ହିଁ ଅସ୍ପୃଶ୍ୟ ହୋଇଥିଲେ। ଏହାର କାରଣ ଦର୍ଶାଇବାକୁ ଯାଇ ଡକ୍ଟର ଆମ୍ବେଦକର କହନ୍ତି, ଏମାନେ ଏଇଥିପାଇଁ ଅସ୍ପୃଶ୍ୟ ହେଲେ କାରଣ ଏମାନେ ମୃତ ପଶୁର ମାଂସ ଖାଇଲେ। ବହିଷ୍କୃତ ଲୋକଙ୍କ ଆୟ କରିବାର ସମସ୍ତ ଉପାୟ ଉପରେ ପ୍ରତିବନ୍ଧକ ଲଗାଗଲା। ଫଳରେ ଏମାନେ ବିବଶ ହୋଇ ମୃତ ପଶୁର ମାଂସ ଖାଇବାକୁ ଲାଗିଲେ। ମୃତ ପଶୁର ମାଂସ ଖାଇବା ଯୋଗୁଁ ଏମାନଙ୍କର ସହିତ ଅସ୍ପୃଶ୍ୟତା ଯୋଡ଼ି ଦିଆଗଲା। ଏ ସମସ୍ତ କାରଣରୁ ଡକ୍ଟର ଆମ୍ବେଦକର ମଧ୍ୟ ଏହା ଗ୍ରହଣ କରିଛନ୍ତି ଯେ ଅସ୍ପୃଶ୍ୟମାନେ ହିନ୍ଦୁ ନୁହନ୍ତି। ଉପରୋକ୍ତ ଆଲୋଚନାରୁ ନିମ୍ନ ନିଷ୍କର୍ଷ ପ୍ରମାଣିତ ହେଉଛି, ହିନ୍ଦୁ ଆର୍ଯ୍ୟଙ୍କ ସନ୍ତାନ ଅଟନ୍ତି। ଶୂଦ୍ର ଅସ୍ପୃଶ୍ୟ ଦ୍ରାବିଡ଼ ଅର୍ଥାତ୍ ମୂଳ ନିବାସୀମାନଙ୍କର ସନ୍ତାନ ଅଟନ୍ତି। ଶୂଦ୍ର ହିନ୍ଦୁ ନୁହନ୍ତି, ଏମାନେ ଭାରତର ମୂଳ ନିବାସୀ ଅଟନ୍ତି। ହିନ୍ଦୁ ବିଦେଶୀ ଅଟନ୍ତି।